ନାରୀ ସାମ୍ପ୍ରତିକ ସମାଜରେ ଏକ ଅସମାହିତ ପ୍ରଶ୍ନବାଚୀ। ନାରୀ ଅବଳା ହୋଇପାରେ କିନ୍ତୁ ଦୁର୍ବଳା ନୁହେଁ। କିନ୍ତୁ ନାରୀକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳା କରି ଦିଆଯାଉଛି। ତାର କଣ୍ଠରୋଧ କରି ଦିଆଯାଉଛି। ସ୍ୱାଧିକାରକୁ ନଷ୍ଟ କରି ଦିଆଯାଉଛି। ନାରୀ ପରା ଶକ୍ତିମୟୀ। ନାରୀ ଶକ୍ତିରୁ ପୁରୁଷର ସୃଷ୍ଟି। ନାରୀ ଚାହିଁଲେ ସୃଷ୍ଟି କରିପାରେ, ଚାହିଁଲେ ଏହି ସୃଷ୍ଟିକୁ ଧ୍ୱଂସ ହିଁ କରିପାରେ। ସେଇ ନାରୀ ଯୋଗୁଁ ରାମାୟଣ, ଏଇ ନାରୀ ଯୋଗୁଁ ମହାଭାରତ। ହେଲେ ସାମ୍ପ୍ରତିକ ସମାଜରେ ବୁଝୁଛନ୍ତି ସମସ୍ତେ ନାରୀକୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଧରଣର। ତେବେ ପ୍ରତିବର୍ଷ ମାର୍ଚ୍ଚ 8 ତାରିଖ ଏହି ଦିନ ଆନ୍ତର୍ଜାତିକ ମହିଳା ଦିବସ ରୂପେ ନାରୀକୁ ସମ୍ମାନିତ କରାଯାଏ। ନାରୀକୁ ମର୍ଯ୍ୟାଦା ଆସନରେ ଅଳଙ୍କୃତ କରାଯାଏ। ହେଲେ ଏହି ଦିନ ହିଁ ଦିନରେ ସୀମିତ ରହିଯାଏ। ସବୁଦିନ ନୁହେଁ। ସବୁଦିନ ନାରୀ ପାଏନା ଉପଯୁକ୍ତ ମର୍ଯ୍ୟାଦା। ନାରୀ ହୁଏ ଧର୍ଷିତା, ନିର୍ଯାତିତା, ଯୌତୁକ ଜୁଇରେ ଜଳିଯାଏ, ପୁଣି କାମାନ୍ଧ ପୁରୁଷଙ୍କ ଦ୍ୱାରା ଧର୍ଷିତା ହୋଇଯାଏ। ବୈଦିକ ଯୁଗରେ ସତରେ ନାରୀକୁ କେତେ ସମ୍ମାନ ଦିଆଯାଉଥିଲା। ଆଉ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ନାରୀ ଯୋଉଠି ପୂଜିତା ହୁଏ ନା, ସେଠି ଦେବତା ମାନେ ଶୋଭା ପାଆନ୍ତି, ସେଠି ଦେବତା ମାନେ ବିରାଜମାନ କରନ୍ତି। ବୈଦିକ ସଂସ୍କୃତି ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିଲା, ଯାହାଦ୍ୱାରା କି ନାରୀ ନଥିଲା। ନାରୀ ଶକ୍ତିର ମର୍ଯ୍ୟାଦା ଯୋଗୁଁ କୌଣସି ବିପତ୍ତି ପଡୁନଥିଲା। କିନ୍ତୁ ବର୍ତ୍ତମାନ ସମାଜରେ ନାରୀ ଯେଭଳି ଭାବରେ ନିର୍ଯାତିତା ହେଉଛି, ପ୍ରଥମରୁ ଗର୍ଭ ଭିତରେ ଥାଇ ମଧ୍ୟ ନାରୀର ମୂଳୋତ୍ପାଟନ କରାଯାଉଛି। କନ୍ୟା ଭ୍ରୂଣକୁ ପ୍ରଥମରୁ ଜନନୀ ଜଠରୁ ହିଁ ହତ୍ୟା କରାଯାଉଛି। ଆଉ ଯେତେବେଳେ ଗର୍ଭରୁ ଭୂମିଷ୍ଠ ହୁଏ, ଭୂପତିତା ହୁଏ, ଝିଅଟିଏ କନ୍ୟାଟିଏ ସୃଷ୍ଟି ହୁଏ, ସେତେବେଳେ ରକ୍ଷଣଶୀଳ ପରିବାର ତାକୁ ସ୍ୱୀକାର କରେ ନାହିଁ। ସେହି ପରିବାରରେ, ରକ୍ଷଣଶୀଳ ପରିବାରରେ ଝିଅଟିଏ ହୋଇଛି ବୋଲି କେତେ କଷ୍ଟ ଜାତ ହୁଏ ସମସ୍ତଙ୍କ ମନରେ। କିନ୍ତୁ ନାରୀ ତ ଆଦିଶକ୍ତି, ବୁଝୁଛନ୍ତି କେତେ ଜଣ? କେବଳ ସେତିକି ନୁହେଁ, ନାରୀ ଯେତେବେଳେ କିଶୋର ଅବସ୍ଥାରେ ଝିଅଟିଏ ପଦାର୍ପଣ କରେ, ସେତେବେଳେ ସିଏ ସମାଜରେ ଚାଲିବାକୁ ହିଁ ସକ୍ଷମ ହୋଇପାରେ ନା। ଏଇ ଅସହିଷ୍ଣୁ ଯୁବକମାନେ ତାକୁ ରଖେଇ ଦିଅନ୍ତି ନାହିଁ। କେବଳ ସେତିକି ନୁହେଁ, ଯୁବତୀ ଅବସ୍ଥାରେ ମଧ୍ୟ ଆହୁରି ଯୁବ ସମାଜ ଅସହିଷ୍ଣୁ ହୋଇ ଉଠେ। ଯେତେବେଳେ ବିବାହ କରେ, ସେତେବେଳେ ଯୌତୁକ ଜୁଇରେ ଜଳିଯାଏ, କୋଉଠି ଧର୍ଷିତା ହୁଏ। କିଶୋରୀ ଅବସ୍ଥାରୁ ବାଲ୍ୟ ଅବସ୍ଥାରୁ ହୋଇଯାଏ ଧର୍ଷିତା, ନିର୍ଯାତିତା। ନାରୀ ହୋଇଯାଏ ସମ୍ପୂର୍ଣ୍ଣ ରୂପେ ଉପେକ୍ଷିତା। ଛବିରାଣୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ମୁମିତା ହତ୍ୟାକାଣ୍ଡ ପର୍ଯ୍ୟନ୍ତ କେତେ ବିଭତ୍ସ ନାରକୀୟ ହତ୍ୟାକାଣ୍ଡ। କେତେ ଜଣ ଏହି ହତ୍ୟାକାଣ୍ଡର ବିରୋଧ କରି ଆଗେଇଛନ୍ତି, ହେଲେ କେତେ ଦୂର କରିପାରିଛନ୍ତି ଏଇଭଳିଆ କଳୁଷିତ ଜନଜୀବନକୁ, ନାରୀର ଜୀବନକୁ? ସକ୍ଷମ ହୋଇପାରି ନାହାନ୍ତି। ତେଣୁ ପ୍ରତିବର୍ଷ ମାର୍ଚ୍ଚ 8 ତାରିଖ ଏହି ଦିବସରେ ଯଦି ସଂକଳ୍ପବଦ୍ଧ ହୁଅନ୍ତି ଏବଂ ଏହି ଦିନ ପରି ପ୍ରତିଦିନ ଯଦି ନାରୀଙ୍କୁ ସମ୍ମାନ ଦିଆଯାଏ ଏବଂ ନାରୀର ମର୍ଯ୍ୟାଦା କ୍ଷୁର୍ଣ୍ଣ ନହେଲା ଭଳି କାମ କରାଯାଏ, ହୁଏତ କିଛି ପରିମାଣରେ ସମାଜରୁ କଳୁଷିତ ବ୍ୟବସ୍ଥା ଦୂର ହୋଇଯାଆନ୍ତା। ଅବ୍ୟବସ୍ଥିତ ସାମାଜିକ ଗଣମାଧ୍ୟମ ନାରୀକୁ ଶାନ୍ତିରେ ରଖେଇ ଦେଉଛି କୋଉଠାଇ? ନାରୀ 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 ହେଲେ ନାରୀ ପାଲଟି ଯାଉଛି ସମସ୍ତିଙ୍କ ଚିନ୍ତା ଆଉ ଚେତନାରେ। ଅତ୍ୟାଧୁନିକ ଯୁବ ସମାଜରେ କଳୁଷିତା ସଜାଇ ଦେଉଛନ୍ତି। କେବଳ ସେତିକି ନୁହେଁ, ଦିନ ଥିଲା ଯୋଉଠି ମାତା ସୀତା ଅପହୃତା ହୋଇଥିଲେ, କିନ୍ତୁ ମାନ୍ୟତା ତାଙ୍କର ନଷ୍ଟ ହୋଇନଥିଲା। ଯାଜ୍ଞସେନୀ ଦ୍ରୌପଦୀ ବିବସ୍ତ୍ରା କରାଯାଇଥିଲା। ବିବସ୍ତ୍ରା ଭଗବାନ ରଖିଥିଲେ ତାଙ୍କୁ, ଏବଂ ସିଏ ମଧ୍ୟ ଧର୍ଷିତା ହୋଇନଥିଲେ। କିନ୍ତୁ ଆଜି କେତେ ନାରୀ ଧର୍ଷିତା ହେଉଛନ୍ତି। ଛୋଟ ପିଲାଠାରୁ ଆରମ୍ଭ କରିକି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମଧ୍ୟ ନାରୀ ସମାଜକୁ ରଖେଇ ଦେଉନାହାନ୍ତି। କୁଆଡ଼େ ଗଲା ମହାତ୍ମା ଗାନ୍ଧୀଙ୍କର ସେହି ଅଭିଭାଷଣର ସ୍ୱର?
ଯେତେ ଦିନ ପର୍ଯ୍ୟନ୍ତ ରାତି 12ଟାରେ ଅର୍ଦ୍ଧରାତ୍ରିରେ ଝିଅଟି ବା ନାରୀଟିଏ ସ୍ୱଇଚ୍ଛାରେ ସ୍ୱଚ୍ଛନ୍ଦରେ ସ୍ୱାଧିକାରରେ ବିଚରଣ କରିପାରୁଥିବ, ସେତେଦିନ ପର୍ଯ୍ୟନ୍ତ ନାରୀ, ସେଇଦିନ ପର୍ଯ୍ୟନ୍ତ ନାରୀ ଠିକ୍ ନାରୀ ସ୍ୱାଧୀନତା। ହେଲେ ଦିନ ଦ୍ୱିପ୍ରହରେ ନାରୀଟିଏ ତ ବିଚରଣ କରିପାରୁନି ସମୟ ସମୟରେ। ଘରୁ ବାହାରିଲେ ବର୍ତ୍ତମାନ ସମାଜ ଏଭଳି ଭାବରେ ନାରୀକୁ ସଜେଇ ଦେଇଛି, ଏଭଳି ଭାବରେ ଭୟଭୀତା କରାଇ ଦେଇଛି। ନାରୀ ବାହାରୁ ବାହାରୁ ଘର ଏରୁଣ୍ଡି ବନ୍ଧ ଡେଉଁ ଡେଉଁ ଭୟ। ତାହେଲେ ଏଇ ଭୟର ଦୂର ହେବ ନା ନାହିଁ? ଆଜି ହିଁ ଶପଥ କରିବାର ଅଛି। ଏଇ ମାର୍ଚ୍ଚ 8 ତାରିଖ ଶପଥ କରି ସଂକଳ୍ପରେ ପରିଣତ କରି ନାରୀ ସ୍ୱାଧୀନତା, ନାରୀକୁ ସବୁବେଳେ ସମ୍ମାନ ଦେଇ ନାରୀର ସ୍ୱାଧିକାର କିଭଳି ଭଙ୍ଗ ନ ହେଉ, ଏଥିପାଇଁ ସଚେଷ୍ଟ ହେବା ଦରକାର ସାମାଜିକ ଗଣମାଧ୍ୟମ। ତେବେ ନାରୀ ହୁଏତ ଅବଳା ହେଇପାରେ, କିନ୍ତୁ ଦୁର୍ବଳା ନୁହେଁ। ନାରୀକୁ ଦୁର୍ବଳା ସଜେଇ ଦେବାର ନୁହେଁ। ଚିରାଚରିତ ପ୍ରଥା ବୈଦିକ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନାରୀ ନ ଅରି, ତାର କେହି ଅରି ନାହାନ୍ତି, ଶତ୍ରୁ ନାହାନ୍ତି। ତେଣୁ ସେହି ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ନାରୀକୁ ଆପଣେଇବାରେ ଅଛି, ଯାହାଦ୍ୱାରା କି ଦିନେ এই ସମାଜ, ଏ ବିଶ୍ୱ ସମ୍ପୂର୍ଣ୍ଣ ଭାବରେ ଗୋଟେ ପବିତ୍ର ଦିବ୍ୟ ଭୂମି ଭାବରେ ପରିଚିତ ହେବ, ଯେଉଁଠି ନାରୀର ସମ୍ମାନ କରାଯାଉଥିବ। ଏବେ ହିଁ ଆଗେଇ ଯିବା, ନାରୀକୁ ସମ୍ମାନ ଦେବା, ମର୍ଯ୍ୟାଦା ଦେବା, ଆବାଲ୍ୟରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ। ବାର୍ଦ୍ଧକ୍ୟରେ ନାରୀ ମଧ୍ୟ ଜରା ନିବାସରେ ସମୟ କାଟୁଛି। ତେଣୁ ଆବାଲ୍ୟରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ନାରୀର ସେ ସ୍ୱାଧିକାରକୁ ବଞ୍ଚେଇଲେ ନିଶ୍ଚିତ ଭାବରେ ଏ ବିଶ୍ୱ ହେଇଯିବ ଦେବଭୂମି, ଭାରତ ହେଇଯିବ ଦେବଭୂମି, ଓଡ଼ିଶା ହେଇଯିବ ଦେବଭୂମି। ଇଏ ହେଲା ନାରୀର ମର୍ଯ୍ୟାଦାର କଥା।